ଭାଇ ଓ ଭଉଣୀମାନେ, କ'ଣ ଆପଣମାନେ ଜାଣିଛନ୍ତି କି ଯେଉଁ ଭଗବାନ ସମସ୍ତ ବିଶ୍ୱର ସ୍ୱାମୀ, ସେ କାହିଁକି ଅନ୍ୟ ଦେବତାଙ୍କ ଠାରୁ ଭିନ୍ନ ଭାବରେ ଚାଲନ୍ତି? ଆଉ କାହିଁକି ତାଙ୍କର ପାଦ ନାହିଁ ତଥାପି ସେ ଭକ୍ତଙ୍କ ପାଖକୁ ଆସନ୍ତି? କାହିଁକି ତାଙ୍କର ହାତ ନାହିଁ ତଥାପି ସେ ସମସ୍ତଙ୍କୁ ଆଲିଙ୍ଗନ କରନ୍ତି? ଏହା କେବଳ ଏକ ରହସ୍ୟ ନୁହେଁ, ଏହା ଜଗନ୍ନାଥଙ୍କର ଅନନ୍ୟ ଲୀଳାର ଗଭୀର ସନ୍ଦେଶ। ଆଜି ଆମେ ଶୁଣିବା ଏହି ଅଦ୍ଭୁତ କାହାଣୀ, ଯାହା ପୁରାଣ ଓ ପୁରୀର ଐତିହ୍ୟରେ ଲୁଚି ରହିଛି। ପୁରାଣ କହେ ରାଜା ଇନ୍ଦ୍ରଦ୍ୟୁମ୍ନ ଥିଲେ ବିଷ୍ଣୁଙ୍କର ପରମ ଭକ୍ତ। ସେ ସ୍ୱପ୍ନରେ ଦେଖିଲେ ଯେ ଭଗବାନ ବିଷ୍ଣୁ ତାଙ୍କୁ କହୁଛନ୍ତି, ଏକ ମହାନ ମନ୍ଦିର ନିର୍ମାଣ କର ଓ ମୋର ରୂପ ପ୍ରତିଷ୍ଠା କର। ରାଜା ତୁରନ୍ତ ବିଶ୍ୱକର୍ମାକୁ ମୂର୍ତ୍ତି ନିର୍ମାଣ ପାଇଁ ଡାକିଲେ। ବିଶ୍ୱକର୍ମା କହିଲେ, ମୁଁ କାମ କରିବି, କିନ୍ତୁ କେହି ଦ୍ୱାର ଖୋଲିବ ନାହିଁ ଯେ ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ନ କରୁଛି। ଦିନ ଗଡ଼ିଗଲା। ରାଜା ଚିନ୍ତିତ ହୋଇଗଲେ। ସେଦିନେ ଦ୍ୱାର ଖୋଲିଦେଲେ। ଭିତରେ ଦେଖିଲେ ବିଶ୍ୱକର୍ମା ଅଦୃଶ୍ୟ ହୋଇଯାଇଛନ୍ତି। ମୂର୍ତ୍ତି ଅସମ୍ପୂର୍ଣ୍ଣ ହୋଇଯାଇଛି, କେବଳ ମୁହଁ ପୂରା ହୋଇଛି ଏବଂ ତାଙ୍କର ହାତ ପାଦ ନାହିଁ, କେବଳ ଶରୀର ଏକ ଖଣ୍ଡ କାଠ ପରି। ରାଜା କାନ୍ଦିକରି କହିଲେ, ଏହା ହିଁ ମୋର ପ୍ରଭୁ। ଏହା ଅସମ୍ପୂର୍ଣ୍ଣ ନୁହେଁ, ଏହା ପୂର୍ଣ୍ଣତମ। ସେ ଏହି ରୂପକୁ ଗ୍ରହଣ କଲେ। ଏହିଠାରୁ ଜଗନ୍ନାଥଙ୍କର ଏହି ଅନନ୍ୟ ରୂପ ପ୍ରତିଷ୍ଠିତ ହେଲା। କିନ୍ତୁ ପ୍ରଶ୍ନ ରହିଲା, କାହିଁକି ଏହି ରୂପ? କାହିଁକି ହାତ ପାଦ ନାହିଁ? ପୁରାଣ ଓ ଭକ୍ତଙ୍କ ବ୍ୟାଖ୍ୟା କହେ, ଜଗନ୍ନାଥ ହେଉଛନ୍ତି ନିରାକାର ପରମ ବ୍ରହ୍ମଙ୍କର ସାକାର ରୂପ। ସେ ନିରାକାର, କୌଣସି ରୂପରେ ବନ୍ଧା ନୁହନ୍ତି। ହାତ ନଥାଇ ମଧ୍ୟ ସେ ସମସ୍ତଙ୍କୁ ଆଲିଙ୍ଗନ କରନ୍ତି। ପାଦ ନଥାଇ ମଧ୍ୟ ସେ ଭକ୍ତଙ୍କ ପାଖକୁ ଆସନ୍ତି। ଏହା ଏକ ଗଭୀର ସନ୍ଦେଶ। ଭଗବାନଙ୍କୁ ପାଇବା ପାଇଁ ହାତ ପାଦର ଆବଶ୍ୟକତା ନାହିଁ, କେବଳ ଭକ୍ତି ଯଥେଷ୍ଟ। ସେ ଭକ୍ତଙ୍କ ଭକ୍ତି ମାଧ୍ୟମରେ ଚାଲନ୍ତି, ଭକ୍ତଙ୍କ ହୃଦୟରେ ପହଞ୍ଚନ୍ତି। ଆଉ ଏକ କାହାଣୀ କହେ, ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କର ରୂପ। ଯେତେବେଳେ କୃଷ୍ଣ ଦେହତ୍ୟାଗ କଲେ, ତାଙ୍କର ହୃଦୟ ଅମର ରହିଲା। ସେହି ହୃଦୟ ହିଁ ଜଗନ୍ନାଥଙ୍କ ଭିତରେ ବ୍ରହ୍ମ ପଦାର୍ଥ ରୂପେ ରହିଛି। ଏହି ରୂପ ଅସମ୍ପୂର୍ଣ୍ଣ ଦେଖାଯାଏ, କିନ୍ତୁ ସେ ପୂର୍ଣ୍ଣ। ତାଙ୍କର ବଡ଼ ଚକ୍ଷୁ ଦେଖାଏ, ସେ ସର୍ବଦା ଦେଖୁଛନ୍ତି, ସର୍ବଦା ଜାଣନ୍ତି। ହାତ ପାଦ ନଥାଇ ମଧ୍ୟ ସେ ରଥରେ ଚାଲନ୍ତି, ରଥଯାତ୍ରାରେ ଭକ୍ତଙ୍କ ମଧ୍ୟରେ ଆସନ୍ତି। ଏହା ଦେଖାଏ ଭଗବାନ ମନ୍ଦିରରେ ବନ୍ଦୀ ନୁହନ୍ତି, ସେ ସମସ୍ତଙ୍କ ପାଇଁ ଖୋଲା। ସେ ସମସ୍ତଙ୍କ ପାଖକୁ ଆସନ୍ତି। ଏହି ରୂପର ଅନ୍ୟ ଏକ ଅର୍ଥ, ଜଗନ୍ନାଥ ହେଉଛନ୍ତି ସର୍ବଜନୀନ। ଧନୀ ଗରିବ ଉଚ୍ଚ ନୀଚ ସମସ୍ତଙ୍କର ପ୍ରଭୁ। ତାଙ୍କର ଅସମ୍ପୂର୍ଣ୍ଣ ରୂପ କହେ, ଭଗବାନ ଆମ ଭଳି ଅସମ୍ପୂର୍ଣ୍ଣତାରେ ମଧ୍ୟ ପୂର୍ଣ୍ଣତା ଦିଅନ୍ତି। ସେ ଆମ ଭୁଲକୁ ଦେଖନ୍ତି ନାହିଁ, କେବଳ ଭକ୍ତି ଦେଖନ୍ତି। ତେଣୁ ଜଗନ୍ନାଥ ଅନ୍ୟ ଦେବତାଙ୍କ ଠାରୁ ଭିନ୍ନ ଭାବରେ ଚାଲନ୍ତି, କାରଣ ସେ ଭକ୍ତଙ୍କ ହୃଦୟରେ ଚାଲନ୍ତି, ଭକ୍ତଙ୍କ ପ୍ରେମରେ ଚାଲନ୍ତି। ରଥଯାତ୍ରାରେ ସେ ରଥରେ ଚାଲନ୍ତି, କିନ୍ତୁ ପ୍ରକୃତରେ ଭକ୍ତଙ୍କ ଭକ୍ତିରେ ଚାଲନ୍ତି। ଏହି କାହାଣୀ ଆମକୁ ଶିଖାଏ, ଭଗବାନଙ୍କୁ ପାଇବା ପାଇଁ ସୁନ୍ଦର ରୂପ ଦରକାର ନାହିଁ, କେବଳ ନିଷ୍ଠାପୂର୍ଣ୍ଣ ଭକ୍ତି ଦରକାର। ଜଗନ୍ନାଥ ଆମ ପାଇଁ ସର୍ବଦା ଖୋଲା ରହନ୍ତି। ହାତ ନଥାଇ ମଧ୍ୟ ଆଲିଙ୍ଗନ କରନ୍ତି, ପାଦ ନଥାଇ ମଧ୍ୟ ଆମ ପାଖକୁ ଆସନ୍ତି। ଜୟ ଜଗନ୍ନାଥ।